ଚାଲନ୍ତୁ ସାଙ୍ଗମାନେ ଆଜି ସାଙ୍ଗ ହେଇକି ଆମେ ଯିବା ରଥଯାତ୍ରା। ଆଉ ପ୍ରଭୁ ଜଗନ୍ନାଥଙ୍କ ନାମ ନେଇକି ଆମେ ବାହାରିଲୁ ରଥଯାତ୍ରା ଦେଖିବା ପାଇଁ। ଆଉ ରାସ୍ତାରେ ଏତେ ବର୍ଷା ହେଲା ଯେ ଆମେ ଗୋଟେ ଜାଗାରେ ରହିଲୁ। ଦେଖନ୍ତୁ ଏଠି କେତେ ଲୋକ ବି ରହିଛନ୍ତି, ଆଉ କିଛି ଲୋକ ଛତା ଧରିକି ବି ଯାଉଛନ୍ତି। କିନ୍ତୁ ଆମେ ଭିଜି ଭିଜି ଯିବା ପାଇଁ ଚାହିଁଲୁନି, କାହିଁକିନା ଦେହ ଖରାପ ହେଇଯିବ। ସେଇଥିପାଇଁ ଆମେ ରହିଗଲୁ। ଆଉ ଏଠି ଯେଉଁ ପିଲାମାନେ ଠିଆ ହେଇଥିଲେ ତାଙ୍କର ମୋବାଇଲ ଆଉ ପଇସା ସେମାନେ ଛାଡ଼ି ଦେଇକି ପଳେଇଥିଲେ। ଆଉ ଏ ମଉସା ମାଉସୀ ଡରିକି ଧରୁନାହାନ୍ତି, କାଳେ କ'ଣ କିଛି ଅସୁବିଧା ହେବ ବୋଲି ସେମାନେ ଧରୁନାହାନ୍ତି। ତାପରେ ସେ ପିଲାମାନେ ଆସିକି ତାଙ୍କର ମୋବାଇଲ ଆଉ ନେଇକି ଗଲେ। ତାପରେ ଆମେ ମଧ୍ୟ ଟିକେ ଟିକେ ବର୍ଷା ହେଉଥିଲା ତଥାପି ଗଲୁ। କହିଲୁ ନା ଚାଲ ଆଉ ଯିବା, ଛତା ଧରିକି ପଳେଇବା। ତାପରେ ଇଏ ଗାଡ଼ି ରଖିଦେଲେ ବାହାରେ। ଗାଡ଼ି ରଖିଦେଇକି ମୁଁ ମୋର ଛତା ଟିକେ ଫୁଟେଇ ଦେଲି। ଆଉ ଛତା ଫୁଟେଇ ଦେଇକି ଆମେ 2 ଜଣ ମଧ୍ୟ ଚାଲିଲୁ ରଥ ଦେଖିବା ପାଇଁ। ଦେଖନ୍ତୁ କେତେ ଗାଡ଼ି ଘୋଡ଼ା, କେତେ ଲୋକ ସବୁ ଅଛନ୍ତି। ଆଉ ବର୍ଷା ବି ଟୁପୁର ଟପୁର ଚାଲିଛି। ତଥାପି ଲୋକମାନେ ଠାକୁର ଦର୍ଶନ କରିବା ପାଇଁ ସମସ୍ତେ କେତେ ଦୂର ଦୂରାନ୍ତରୁ ଆସିଛନ୍ତି ଦେଖନ୍ତୁ। ଆଉ ଭିଡ଼ ବି ପ୍ରବଳ ହେଇଥିଲା। ହୁଏତ ଟିକେ ବର୍ଷା ଯଦି ହେଇନଥାନ୍ତା ଆହୁରି ବି ଭିଡ଼ ହେଇଥାନ୍ତା, କାହିଁକିନା ଏଠି ପ୍ରବଳ ଭିଡ଼ ହୁଏ। ଆଉ ଏଇଟା ଗୋଟେ ଜାଗାରେ ହିଁ ହୁଏ ରଥଟା। ଆଉ ଦେଖନ୍ତୁ ରଥକୁ, ଆଉ ମୁଁ ଟିକେ ରଥକୁ ଦେଖିକି ମୁଣ୍ଡିଆ ମାରିଦେଲି। ତାପରେ ଏପଟେ ଯେଉଁ ନାଚ ଯେଉଁ ହୁଏ ସେଗୁଡ଼ା ସବୁ ଆସିଛନ୍ତି ଆଉ ନାଚ କରୁଛନ୍ତି। ଦେଖନ୍ତୁ କେମିତି ଆଜିକାଲି ଲୋକମାନଙ୍କର ଗୋଟେ ଖୁସି। ଆଉ ସତ କଥା, ଖୁସିରେ ବି ରହିବା କଥା। ଆଉ ମଣିଷ ଜୀବନରେ କ'ଣ ଅଛି କ'ଣ ନାହିଁ ସେ ତ ଭଗବାନ ହିଁ ଜାଣନ୍ତି। କିନ୍ତୁ ଖୁସିଟା ନିହାତି ଦରକାର। ଯେଉଁ ଟାଇମ୍ରେ ଖୁସି ହେବା କଥା ନିଶ୍ଚୟ ସେ ଟାଇମ୍ରେ ଆମେ ଖୁସି ହେବା। ଆଉ ଭିଡ଼ ବି ଦେଖନ୍ତୁ କେତେ, ଆଉ ଠାକୁର ବି ବହୁତ ଦୂରରେ ଅଛନ୍ତି। ରଥ ବି ଆମେ ଏତେ ଭିଡ଼ରେ ଏତେ ଭିତରକୁ ଯାଇନୁ, କାହିଁକିନା ଏଇ ରାସ୍ତା ଦେଇକି ହିଁ ରଥ ଆସିବ। ଆଉ ଏପଟେ ମୁଁ ବି ଟିକେ ଭିଡ଼ିଓ କ୍ଲିପ୍ ନେଇ ନେଉଛି। ଆଉ ଭିଡ଼ିଓ ସମସ୍ତେ କରୁଛନ୍ତି। ଆଉ ଇଏ ଆମର ଚାଲିଲେ ରଥ ଟାଣିବା ପାଇଁ। ଜୋତା ଖୋଲି ଦେଇକି ଇଏ ଚାଲିଲେ ତାଙ୍କ ରଥ ଦଉଡ଼ି ଧରିକି ଟାଣିବା ପାଇଁ। ମୋତେ ଡାକୁଥିଲେ, ମୁଁ କହିଲି ନା ମୁଁ ଯିବିନି। ଏତେ ଭିଡ଼ ଭାଡ଼ ମୋତେ ଜମା ପସନ୍ଦ ନାହିଁ, କାଳେ କିଏ ମାଡ଼ି ମୁଡ଼ା ଦେବ, ପଡ଼ିପୁଡ଼ା ଯିବି। ମୋତେ ସେଇଥିପାଇଁ ଭାରି ଡର ଲାଗେ ବହୁତ ଭିଡ଼। ମୁଁ ଟିକେ ସାଇଡ଼୍ରେ ସବୁବେଳେ ଥାଏ ଭିଡ଼ ଜାଗା ଦେଖିକି। ଆଉ ଏପଟେ ଦେଖନ୍ତୁ କେମିତି ରଥ ଟଣା ହେବ। ମୋତେ ତ ଭିଡ଼ ଭାଡ଼ ଏତେ ବି ପସନ୍ଦ ନୁହଁ। ଇଏ ତାଙ୍କ ରଥ ଟାଣିବା ପାଇଁ ଚାଲିଗଲେ। ଜୋତା ସବୁ ଖୋଲିଛନ୍ତି, ମୁଁ ଜୋତା ପାଖରେ ଠିଆ ହେଇଛି। ଆଉ ଏପଟେ ଦେଖନ୍ତୁ ରଥ କେମିତି ଟଣା ହେଉଛି। ମୋତେ ଏମିତି ଭିଡ଼ରେ ଏମିତି ଯେଉଁ ଚାଲନ୍ତି ମୋତେ ବହୁତ ଡର ଲାଗେ, କାଳେ ପଡ଼ିପୁଡ଼ା ଯିବି କି ମୋ ଗୋଡ଼ରେ କିଏ ମାଡ଼ି ମୁଡ଼ା ଦେବ। ସେଇଥିପାଇଁ ମୋତେ ବହୁତ ଭୟ ଲାଗେ। ଆଉ ଏପଟେ କିଛି କିଛି ଧୀରେ ଧୀରେ ରଥ ମାଉସୀ ମା ପାଖକୁ ଆସୁଛନ୍ତି। ବହୁତ 1 କିଲୋମିଟର ପାଖାପାଖି ରଥ ଟଣା ହୁଏ। ଆଉ ସମସ୍ତେ ଦେଖନ୍ତୁ ଫୋନ୍ ନେଇକି ସବୁ ଇଏ କରୁଛନ୍ତି। ସମସ୍ତେ ମେମୋରି କ୍ୟାପଚର୍ କରୁଛନ୍ତି। କିଏ ଷ୍ଟାଟସ୍ ଦେବ, କିଏ ରିଲ୍ସ ବନେଇବ, ଏସବୁ ଚାଲିଛି। ଆଉ ରଥ ଭିତରେ ଯେହେତୁ ଲାଇଟ୍ ନାହିଁ ସେଇଥିପାଇଁ ଠାକୁର କ୍ଲିଅର ଦେଖାଯାଉନି। ଆଉ ଟାଣୁ ଟାଣୁ ଅନ୍ଧାର ବି ହେଇଗଲାଣି, ଲାଇଟ୍ ଫାଇଟ୍ ବି ଏତେ ନାହିଁ, ସେଇଥିପାଇଁ ପୁରା ଅନ୍ଧାରିଆ ଦେଖାଯାଉଛି। ଆଉ ମେଘ ବି ପ୍ରବଳ ହେଇଛି, ସେଇଥିପାଇଁ ବି କ୍ଲିଅର କିଛି ଦେଖାଯାଉନି। ଆଉ ବର୍ଷା ବି ମାଡ଼ି ଆସୁଛି। ଆମେ ସେଇଥିପାଇଁ ଟିକେ ଦେଖିଦେଇକି ଆମେ ଘରକୁ କେମିତି ଯିବା ଭାବିଲୁ। ଆଉ ରଥ ଟଣା ହେଲେ ମନ ଛାଡ଼ିକି ବି ଯିବା ପାଇଁ ଇଚ୍ଛା ନାହିଁ ଯେ ଟିକେ ମାଉସୀ ମା ମନ୍ଦିରକୁ ସେ ପହଞ୍ଚି ଯାଆନ୍ତୁ ବୋଲି। ଖାଲି ବର୍ଷା ପାଗ ଆଉ ଯେପରି ଝିପିରି ଝିପିରି ବର୍ଷା ହେଉଥିଲା ପାଇଁ ଆମେ ଖାଲି ଶୀଘ୍ର ଯିବା ହେଇକି ପଳେଇ ଆସିଲୁ। ଏପଟେ ଦେଖନ୍ତୁ ଲୋକ ଭିଡ଼ ପ୍ରବଳ ଯେତେ ବର୍ଷା ହେଲେ ବି। ତାପରେ ଇଏ ମୋତେ କହୁଛନ୍ତି ଯାଉ ଟିକେ ଧରିକି ଆସ ରଥ ଦଉଡ଼ି। ତାପରେ ମୁଁ ଯାଉଛି ଟିକେ ରଥ ଦଉଡ଼ି ଟିକେ ଛୁଇଁକି ଆସିବି ବୋଲି। ଆଉ ରଥ ଧୀରେ ଧୀରେ ଗଡ଼ିଛି। ଆଉ ଏପଟେ ଦେଖନ୍ତୁ କେତେ ଧୀରେ ଧୀରେ ଝୁଲି ଝୁଲି କାଳିଆ ଠାକୁର ଆମର ଯାଉଛନ୍ତି ମାଉସୀ ଘରକୁ। ଆଉ ପୁଲିସ ପ୍ରୋଟେକ୍ସନ୍ ବି ଅଛି ପୁରା ଭରପୁର। ଏତେ ମେଘ ଅଛି ହେଲେ ବି ଲୋକଙ୍କର ଭିଡ଼ କମିନି, ଲୋକ ଆସୁଛନ୍ତି। ମୁଁ ଯାଇକି ଟିକେ ରଥ ଦଉଡ଼ି ଛୁଇଁ ଦେଇକି ଆସିଲି। ଆଉ ମୋତେ ଟାଣିବା ପାଇଁ ଡର, ଦେଖୁନାହାନ୍ତି କେତେ ଭିଡ଼ ହେଇଛି। ରଥଯାତ୍ରାକୁ ଘୋଷ ଯାତ୍ରା ମଧ୍ୟ କୁହନ୍ତି। ଆଉ ଏଥିରେ 3 ଭାଇ ଭଉଣୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମାଉସୀ ମା ମନ୍ଦିରକୁ ଯାଆନ୍ତି। ଆଉ ତାଙ୍କର ଯେହେତୁ ଦେବସ୍ନାନ ପୂର୍ଣ୍ଣିମାରେ 108 ଗରା ପାଣିରେ ଗାଧେଇଥାନ୍ତି, ତାଙ୍କୁ ଜ୍ୱର ଆସିଯାଇଥାଏ। ସେମାନେ କିଛି ଦିନ ଜ୍ୱରରେ ପଡ଼ିକି ଯେତେବେଳେ ଟିକେ ସୁସ୍ଥ ହୁଅନ୍ତି ତାପରେ ସେମାନେ ତାଙ୍କ ମାଉସୀ ଘରକୁ ଯାଆନ୍ତି। କାହିଁକିନା ମା ପରେ ଯେ କୁହନ୍ତି ଯେ ମାଉସୀ ମା ପରି, ସେଇଥିପାଇଁ ସେମାନେ ଯାଇକି ସେଠି ବିଭିନ୍ନ ପ୍ରକାର ବ୍ୟଞ୍ଜନ ସବୁ ଖାଆନ୍ତି। ଯେହେତୁ ତାଙ୍କର ଅସୁସ୍ଥ ଥାଏ, ଖାଇବା ପାଇଁ କିଛି ଇଚ୍ଛା ହେଉନଥାଏ, ସେମାନେ ସେଇଠି ଖାଆନ୍ତି, ରୁହନ୍ତି। ଆଉ 7 ଦିନ ପର୍ଯ୍ୟନ୍ତ ସେମାନେ ମାଉସୀ ମା ମନ୍ଦିରରେ ପୂଜା ପାଆନ୍ତି। ଆଉ 3ଟି ରଥରେ ଯେଉଁ ଠାକୁରମାନେ ଥାଆନ୍ତି ତାଙ୍କର ନାମ ହେଉଛି ନନ୍ଦିଘୋଷ, ଦେବଦଳନ ଆଉ ତାଳଧ୍ୱଜ। ଆଉ ତାପରେ
ତିନି ଠାକୁର ମାଉସୀ ମା ମନ୍ଦିରରେ ପହଞ୍ଚି ଯାଆନ୍ତି। 5 ଦିନ ପରେ ସେ ଯେଉଁ ଲକ୍ଷ୍ମୀ ମାଙ୍କୁ ଛାଡ଼ିକି ଆସିଥାନ୍ତି, ଆଉ ଲକ୍ଷ୍ମୀ ମା ରାଗିକି ହେରା ପଞ୍ଚମୀ ଦିନ ଆସିକି ତାଙ୍କର ରଥକୁ ଭାଙ୍ଗି ଦିଅନ୍ତି। ସେ ଭାଙ୍ଗି ଦେଇକି ପଳାନ୍ତି। ତାକୁ ହେରା ପଞ୍ଚମୀ କୁହାଯାଏ। ମୋତେ ତ ମୁଁ ଯେତିକି ଜାଣିଛି ଆପଣମାନଙ୍କୁ ସେତିକି ମୁଁ ଜଣେଇଦେଲି, ଆଉ ତାଠୁ ଅଧିକା ମୁଁ କିଛି ଜାଣିନି। ତାପରେ ଆମେ ଚାଲିଲୁ ଘର ପାଇଁ, ଯେହେତୁ ଟିକେ ଟିକେ ବର୍ଷା ହେଉଥିଲା। ଦେଖନ୍ତୁ ଏତେ ବର୍ଷାରେ ସବୁପଟେ ଖାଲି ପାଣି ଜମା ହେଇଛି, ଯେତିକି ସବୁ ଗାତ ଭାତ ସବୁ ପାଣି ଜମା ହେଇଯାଇଛି। ଆଉ ଲୋକମାନେ ବି ଏବେ ଘରକୁ ଯିବା ପାଇଁ ବାହାରିଲେଣି, କିଛି ଆସୁଛନ୍ତି ବି, ଯେହେତୁ ଆଉ ମାନେ ଅଳ୍ପ ବାଟ ରହିଲା ମାଉସୀ ମା ମନ୍ଦିର, ରଥ ଟଣା ହେବ। ତାପରେ ଦେଖନ୍ତୁ ଆମେ ଅଧା ରାସ୍ତାରେ ବର୍ଷା ଏତେ ଜୋର ହେଲା ଯେ ଆମେ ବର୍ଷାରେ ରହିଗଲୁ, ଆଉ ଯାଇପାରିଲୁନି, କାହିଁକିନା ଭିଜିବା ପାଇଁ ଇଚ୍ଛା ହେଲାନି, ଆଉ ଜ୍ୱର ବି ଆସିଯିବ ଏଇ ବର୍ଷାରେ ଭିଜିଲେ। ପ୍ରବଳ ବର୍ଷା, ଦେଖନ୍ତୁ ଲୋକ ତ ବହୁତ ଭିଜି ଭିଜି ଯାଇଛନ୍ତି। ଦେଖନ୍ତୁ ପୁରା ରେନିକୋଟ୍ ନାହିଁ, ଛତା ନାହିଁ, କିଛି ନାହିଁ, କିନ୍ତୁ ଆମେ ଭାବିଲୁ ନା ଟିକେ ଅପେକ୍ଷା କରିଦେବା, ତାପରେ ଘରକୁ ଯିବା। ଛୋଟବେଳେ ବର୍ଷାରେ ଭିଜିବା ପାଇଁ ବହୁତ ମଜା ଲାଗୁଥିଲା, କିନ୍ତୁ ଏବେ ଯେହେତୁ ଆମେ ବଡ଼ ହେଇଗଲୁଣି, ସେଥିପାଇଁ ଆଉ ବର୍ଷା ଭିଜିବାଟା ଆମ ପାଇଁ ସମ୍ଭବ ହେଉନି, ଦେହ କାଳେ ଖରାପ ହେଇଯିବ ବୋଲି। ଆଉ ଆପଣମାନଙ୍କୁ ଯଦି ମୋର ରଥଯାତ୍ରା ବ୍ଲଗ୍ ଭଲ ଲାଗିଛି, ଲାଇକ୍, କମେଣ୍ଟ, ସେୟାର ଆଉ ସବସ୍କ୍ରାଇବ୍ ନିଶ୍ଚୟ କରିବେ।